ଆପଣ ଲୋକଙ୍କ ସରକାର କହୁଛନ୍ତି। ଆପଣ ଲୋକ ତ କହିଲେଣି ଆପଣ କର ଉପରେ କର ଲଗେଇ ଚାଲିଛନ୍ତି। ଆପଣ ମୋହନ ମାଝୀ ନୁହନ୍ତି, ମୋହନ କର ହେଇଗଲେ। ଲକ୍ଷ ଲକ୍ଷ ଗାଡ଼ିକୁ ମାତ୍ର 600ଟା ପଲ୍ୟୁସନ ସେଣ୍ଟର। ଇଏ ସରକାରର ଅଭ୍ୟାସ ହେଇଗଲାଣି ଯେ ଲୋକମାନଙ୍କୁ ନେଇକି ରାଜରାସ୍ତାରେ ଛିଡ଼ା করে। ରାସ୍ତା ଘାଟରେ ଆମେ ଗାଡ଼ି ଥୋଇଦେବା। ସରକାରଙ୍କର କେତେ ଦମ ଅଛି ଆମେ ଦେଖିବା। ସରକାର କେତେ ଗାଡ଼ି ହଟେଇବ ଆମେ ଦେଖିବା। ଯଦି ତାଙ୍କର ଉଦ୍ଦେଶ୍ୟ ଥାନ୍ତା ଯେ ନାଇଁ ପ୍ରଦୂଷଣ ହେଉଛି, ପ୍ରଦୂଷଣ ମୁକ୍ତ ଓଡ଼ିଶା କରିବା ପାଇଁ କି ଯଦି ପ୍ରଦୂଷଣ ସାର୍ଟିଫିକେଟ୍ ତାଙ୍କର ଆବଶ୍ୟକ, ତାହେଲେ ଲୋକ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଲୋକ ବର୍ତ୍ତମାନ ଯେତେବେଳେ ଯାଇକି ପଲ୍ୟୁସନ୍ କରିବା ପାଇଁ ସାର୍ଟିଫିକେଟ୍ ଆଣିବା ପାଇଁ କି ଯେଉଁ ସଂସ୍ଥାକୁ ସବୁ ଯାଉଛନ୍ତି, ସିଏ ସେଠି କହୁଛି ଯେ ଏ ଚାଲାଣ ଆପଣଙ୍କର ଯେଉଁ ପୂର୍ବରୁ ଯଦି ଓଭର ସ୍ପିଡ଼ିଂ ପାଇଁ କଟିଛି କି ହେଲମେଟ୍ ପାଇଁ କଟିଛି କି ଟ୍ରିପଲ୍ ରାଇଡ଼ିଂ ପାଇଁ କଟିଛି, ସିଏ ଚାଲାଣ ପଇସା ନ ଭରିଲେ ଆପଣଙ୍କୁ ପଲ୍ୟୁସନ୍ ସାର୍ଟିଫିକେଟ୍ ମିଳିବନି। ଆମର ପ୍ରତିବାଦ ହେଲା ଯେ ଚାଲାଣ ସାଙ୍ଗରେ ପଲ୍ୟୁସନ୍ ସାର୍ଟିଫିକେଟ୍କୁ କାହିଁକି ସଂଯୋଗ କରାଯାଉଛି ଏବଂ ଲୋକମାନଙ୍କୁ ଏଭଳିଆ ଏ ଅବସ୍ଥା କାହିଁକି କରାଯାଉଛି। ଆପଣ ଦେଖୁଥିବେ ଯେ ଲକ୍ଷ ଲକ୍ଷ ଗାଡ଼ିକୁ ମାତ୍ର 600ଟା ପଲ୍ୟୁସନ୍ ସେଣ୍ଟର। ଇଏ ସରକାରର ଅଭ୍ୟାସ ହେଇଗଲାଣି ଯେ ଲୋକମାନଙ୍କୁ ନେଇକି ରାଜରାସ୍ତାରେ ଛିଡ଼ା କରିବା। ବିମୁଦ୍ରୀକରଣ ବେଳେ ଲୋକଙ୍କୁ ନେଇ ରାଜରାସ୍ତାରେ ଛିଡ଼ା କରାଇବା। ଆପଣଙ୍କର ଇଏ ନିଜର ଚାଷୀଟିଏ ଯେତେବେଳେ ଯାଉଛି ଧାନ ପଞ୍ଜୀକରଣ କରିବା ପାଇଁ କି ସେତେବେଳେ ନେଇ ରାଜରାସ୍ତାରେ ଛିଡ଼ା କରିବା। ରାସନ ପାଇଁ ନେଇକି ରାଜରାସ୍ତାରେ ଛିଡ଼ା କରାଇବା। ସୁଭଦ୍ରା ଯୋଜନାରେ ନେଇ ମାଆମାନଙ୍କୁ ରାସ୍ତାରେ ଛିଡ଼ା କରିବା। ଇଏ ସରକାରର ଉଦ୍ଦେଶ୍ୟ କ'ଣ? ଲୋକଙ୍କ ସ୍ୱାଭିମାନ ସାଙ୍ଗରେ ଲୋକମାନଙ୍କର ଇଏ ସାଙ୍ଗରେ କାହିଁକି ମାନେ ଏମିତି ଖେଳ ଖେଳୁଛନ୍ତି? ଦ୍ୱିତୀୟ କଥା ହେଲା ବର୍ତ୍ତମାନ ହଜାର ହଜାର ଟଙ୍କା ସବୁ ଫାଇନ୍ ପଡ଼ିଛି। ଘର ବାହାରେ ଆପଣ ପଲ୍ୟୁସନ୍ ମାଧ୍ୟମରେ, ପଲ୍ୟୁସନ୍ ହେଉଛି ଗୋଟିଏ ବାହାନା, ଗୋଟିଏ ଆଳ, ଏବଂ ତା ମାଧ୍ୟମରେ ଆପଣ ବିଭିନ୍ନ ପ୍ରକାରର ସବୁ ମିଛ ଫାଇନ୍ ପକେଇକି ସେ ଚାଲାଣକୁ ଆ ସାଙ୍ଗରେ ସଂଯୋଗ କରୁଛନ୍ତି। ଅତୀତରେ ନବୀନ ବାବୁଙ୍କ ସମୟରେ ମଧ୍ୟ ଚାଲାଣ କଟା ହେଉଥିଲା। ଚାଲାଣ କଟା ହେବ ଯେତେବେଳେ ଲୋକଟିଏ ତାର ଗାଡ଼ି ବିକ୍ରି କରିବ, ସେତେବେଳେ ତାର ସବୁତକ ଚାଲାଣ ଟଙ୍କା ଯଦି ପୈଠ ନ କରୁଛି ତାହେଲେ ସିଏ ତାର ଗାଡ଼ି ବିକ୍ରି କରିପାରିବନି, ଆରଟିଓ ପରମିଶନ ଦେବେନି। ଏବଂ ଯଦି ଆପଣ ଚାଲାଣ ପାଇଁକି ଏତେ ଚିନ୍ତିତ ତାହେଲେ ତା ପାଇଁ ଅଲଗା ଡ୍ରାଇଭ୍ ଆରମ୍ଭ କରନ୍ତୁ। କିନ୍ତୁ ଇଏ ସବୁ ଯେଉଁ ନିୟମ କରିଛନ୍ତି ଯେ ପଲ୍ୟୁସନ୍ ସାର୍ଟିଫିକେଟ୍ ବାହାରି ପାରିବନି ଯଦି ଚାଲାଣ ଆପଣ ଯଦି କ୍ଲିୟର ନ କରିବେ, ହଠାତ୍ ବର୍ତ୍ତମାନ ଲୋକ କେଉଁଠୁ ଆଣିବେ? ଇଆଡ଼େ ଘର ଭିତରେ ଆପଣ ସ୍ମାର୍ଟ ମିଟର ଲଗାଇ ଦେଉଛନ୍ତି, ସେଥିରେ ଅତିରିକ୍ତ ସୁରକ୍ଷା ଜମା ଦେଇ ଦେଉଛନ୍ତି, ତାପରେ ଲୋକଙ୍କ ଉପରେ ପକାଇ ଦେଉଛନ୍ତି ଘର ଭିତରେ ଫାଇନ୍, ଘର ଭିତରେ କର, ଘର ବାହାରେ କର। ଲୋକ ବଞ୍ଚିବେ କେମିତି? ଲୋକଙ୍କୁ କ'ଣ ମାରିଦେବେ କି କ'ଣ? ସରକାରଙ୍କର ଉଦ୍ଦେଶ୍ୟ କ'ଣ? ଏଇପାଇଁ ଲୋକ ପରିବର୍ତ୍ତନ କରିଥିଲେ। ମୁଁ ଏଇଠି ସରକାରକୁ ଖୋଲା ଆହ୍ୱାନ ଦେଉଛି, ତୁରନ୍ତ ଏ ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ, ନହେଲେ ବିଜୁ ଯୁବ ଜନତା ଦଳ ଏ କାର୍ଯ୍ୟକ୍ରମ ହାତକୁ ନେବ, ଲୋକମାନଙ୍କ ପାଖରେ ଛିଡ଼ା ହେବ ଏବଂ ଗୋଟେ ଅଭିଯାନ ଆରମ୍ଭ କରିବା। ରାସ୍ତା ଘାଟରେ ଆମେ ଗାଡ଼ି ଥୋଇଦେବା। ସରକାରଙ୍କର କେତେ ଦମ ଅଛି ଆମେ ଦେଖିବା। ସରକାର କେତେ ଗାଡ଼ି ହଟେଇବ ଆମେ ଦେଖିବା। ଇଏ ଏତେ ବଡ଼ ବଡ଼ ଶିଳ୍ପ ସଂସ୍ଥା ସବୁ ରହିଛି, ସେଠୁ ଆଜ୍ଞା ନାଇଟ୍ରୋଜେନ୍, କ୍ଲୋରିନ୍ ଭଳିକା ବିଷାକ୍ତ ଗ୍ୟାସ୍ ସବୁ ବାହାରୁଛି। ଏବଂ ଏଇ ଯେଉଁ ଆପଣ ଦେଖୁଥିବେ ଫ୍ଲାଏ ଆସ୍, ସେଠି ଆପଣ ଯେଉଁ ଭଳିଆ ପଲ୍ୟୁସନ୍ କରୁଛି, କେତେ ସରକାର ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେଣି। ତାକୁ ରୋକ କରିବା ପାଇଁ ସରକାରଙ୍କର କ'ଣ ବ୍ୟବସ୍ଥା ରହିଛି? ତାଙ୍କଠୁ ଲୋକ, ତାଙ୍କଠୁ ସରକାର ଆଦାୟ କରିପାରୁନାହାନ୍ତି ଫାଇନ୍ ଶିଳ୍ପ ସଂସ୍ଥାମାନଙ୍କଠୁ, କିନ୍ତୁ ଏ ସାଧାରଣ ଲୋକ, ମିଡିଲ୍ କ୍ଲାସ୍, ଗରିବ ଲୋକମାନଙ୍କଠୁ ଟଙ୍କା ଆଦାୟ କରିବା ସରକାରଙ୍କର ଗୋଟେ ଗୋଟେ ବହୁତ ଭଲ ବାଟ, ତାଙ୍କୁ ସୁବିଧା ବାଟ ସେମାନେ ପାଇଛନ୍ତି। ସାଧାରଣ ଲୋକଙ୍କଠୁ କମ୍ପ୍ଲାଏନ୍ସଟା କରିବା ବହୁତ ସହଜ, ସେଥିପାଇଁ ସାଧାରଣ ଲୋକ ଉପରେ ମାନେ ଦାଉ ସାଧୁଛନ୍ତି। ଏଥି ମୁଁ କହି ରଖିବାକୁ ଚାହୁଁଛି, ଆସନ୍ତା କାଲିଠାରୁ ଆମେ ମଧ୍ୟ ଗୋଟେ ଅଭିଯାନ ଆରମ୍ଭ କରିବାକୁ ଯାଉଛୁ। ଲୋକମାନଙ୍କୁ ଆମେ ସଚେତନ କରିବା। ଯେଉଁମାନେ ଲାଇନ୍ରେ ଛିଡ଼ା ହେଇଛନ୍ତି, এই ଶୀତ ଦିନ ବର୍ତ୍ତମାନ ନୂଆ ବର୍ଷ ଆସୁଛି, କି କାହାର ପରିବାର ନେଇକି କେଉଁଠିକି ଟିକେ ବୁଲାବୁଲି କରିବାକୁ ଯିବେ କି ବଣଭୋଜି କରିବାକୁ ଯିବେ, ତମେ ତାଙ୍କୁ ଆଣିକି ଲାଇନ୍ରେ ଛିଡ଼ା କରିଛ, ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି। ଲୋକମାନେ ସେଇ ଲାଇନ୍ରେ ଯେଉଁମାନେ ଛିଡ଼ା ହେଇଛନ୍ତି, ମୁଁ ତାଙ୍କୁ ଆହ୍ୱାନ କରୁଛି ଯେ ଆପଣ ସେଇଠି ଖାଲି ଗୋଟିଏ କଥା କୁହନ୍ତୁ ଯେ ଆଉ କେବେ ବି ଆମେ ଭାରତୀୟ ଜନତା ପାର୍ଟିକୁ ଭୋଟ୍ ଦେବା ନାହିଁ, ଫୁଲ ଚିହ୍ନରେ ଭୋଟ୍ ଦେବାଟା ଆମର ମସ୍ତ ବଡ଼ ଭୁଲ ହେଇଛି, ତାହେଲେ ଏ ସରକାର ତୁରନ୍ତ ତାକୁ ପ୍ରତ୍ୟାହାର କରିବ। ଏ କଥା ଖାଲି ଆପଣ କହିକି ଦେଖନ୍ତୁ। ସେଇ ଯେଉଁ ପଲ୍ୟୁସନ୍ ସାର୍ଟିଫିକେଟ୍ ଆଣିବାକୁ ଯାଉଛନ୍ତି, ସେଇଠି କେବଳ ଏଇ ଗୁଞ୍ଜରଣ ଆରମ୍ଭ ହେଉ ଯେ ବିଜେପିକୁ ଭୋଟ୍ ଦେଇକି ଆମେ ଏଇ ଫଳ ପାଇଲୁ,
ताले निश्चित भाव में एमाने प्रत्याहार करेंगे। द्वितीय कथा स्मार्ट मीटर को आम प्रथम विरोध कर जे स्मार्ट मीटर लगा जीव नहीं जो टाटा पावर एठी नहीं ता बहु पूर्वर ओडिशार नबार बहु पूर्वर दिल्ली रे मध्य एनडीपीएल तांकर आउ गोटे संस्था अच्छी टाटा पावर से संस्था सेठी अच्छी सेठी आगे स्मार्ट मीटर बसैल दिल्ली रे दिल्ली लोकंकर अर्थनैतिक स्थिति जहाँ ओडिशा लोक अर्थनैतिक स्थिति से स्मार्ट मीटर गोटे फल्टी मेसीन यहाँ प्रमाणित नवीन बाबू को समय रे विद्युत खर्च करिकी जेतिकी टंका गोटे यूनिट पाई दौले ए सेतिकी विद्युत खर्च कले 2 यूनिट उठियो स्मार्ट मीटर रे आमे सरकार को एटी परामर्श दउचु जे तुरंत स्मार्ट मीटर बसैया पूर्व आगे गोटे टेक्निकल कमिटी करा जाऊ इलेक्ट्रिकल इंजीनियर सॉफ्टवेयर इंजीनियर को लेकिन से स्मार्ट मीटर ठीक अच्छी ना आगे देखु स्मार्ट मीटर टैंपरिंग हो पार बोली कि कौन सी राज्य अलाउ करूना आपण लदिदेले ओडिशावासी जे स्मार्ट मीटर लगे स्मार्ट मीटर लगिकी आपण प्रत्येक मास लोक टंका लुट करने की गोटे उद्यम कर बर्दाश्त करा जीवनी तुरंत ए दुईटी कथा को प्रत्याहार करंतु पॉल्यूशन सर्टिफिकेट एवं जो चालान को संयोगकरण कर बंद करंतु एवं स्मार्ट मीटर को प्रत्याहार करंतु। हाँ निश्चित भाव में आप देखु आंकर गोटे उद्देश्य रोचे दिन को 27 टंका दौरान माँ मान सुभद्रा 5,000 टंका ना कहीकि 50,000 टंका कही वर्ष को देवे बर्तमान 5,000 टंका दौरान 27 टंका दिन पड़ी 27 टंका देकी किपरि भाव में प्रत्येक घर हजार हजार टंका मैंने लुट करेंगे ये हूँ सरकार गोटे उद्देश्य साधारण लोकों पॉकेट को एमाने सर्जिकल स्ट्राइक करिकी एमाने गोटे लीगलाइज्ड वे रे ये गोटे लुट चली आपको बर्दाश्त करा जीवनी आमे छिड़ा हवा लोक हजार हजार संख्यार लक्ष लक्ष संख्यार गाड़ी आणिकी रास्ता पर थोइबे अख चक आमे जाम करदबा ये किपरि भाव में सरकार पैसा आदाय करिवे आमे देखिबा तुरंत जेमिति वर्धित दरमा नेल लोक मानक द्वारा सबू जगार निंदित हल प्रत्याहार करने बाट पाइलनी ठीक सेपरी भाव में तुरंत आपको प्रत्याहार कर नले किपरि भाव में तुम प्रत्याहार कर बाट आम जाचु लोकों पाखे छिड़ा हवा एवं लोक मानक मु आह्वान करुच्ची जो कथा कहली जे आपण जो मैंने लाइन रे छिड़ा होती खाली गोटे निष्पत्ति नियंतु गोटे गुंजरण आरंभ हो जे बीजेपी को भोट देकी आम या पाइलु आउ केबे भी बीजेपी को भारतीय जनता पार्टी को भोट दिया जीव ना फुल रे कहीं भोट देबेन एतिके कहतु एवं आपण लोकों को सरकार कहते आपण लोक तो कहले आपण कर उपरे कर लगे चलते आपण मोहन माझी नुहति मोहन कर हो गले आपण लोकों कथा चिंता करूँ खाली कहते खाली वक्तव्य देला बेले कहते आम लोकों सरकार कौन यहाँ लोकों सरकार लोक मैंने त्राही त्राही डाकिले प्रत्येक घर लुट होगापी व्यवस्था है यही आप परिवर्तन होता यही सरकार आसते लोकों चिंता करूँ ना लोक आपको बंगोपसागर नहीं फोपाड़ देवे।